ଆମର ଯୋଉ ମାନ୍ୟବର ସଦସ୍ୟ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ଶ୍ରୀଯୁକ୍ତ ପିତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଯୋଉ ପିଣ୍ଟୁ ଦାସ ଓରଫ ଶିବଶଙ୍କର ଦାସ ତାର ତାକୁ ଜେଲ ସିଫ୍ଟିଂ କରିବା ପାଇଁ ମାନ୍ୟବର ଅଦାଲତ ଗୋଟେ ଅର୍ଡର କରିଛନ୍ତି ଏବଂ ଯେହେତୁ ତାର ଜୀବନ ପ୍ରତି ବିପଦ ଅଛି ଏବଂ ଶାନ୍ତି ମିଶ୍ର ମର୍ଡର କେସରେ ଯେଉଁ ଅଭିଯୁକ୍ତ ମାନେ ଜେଲରେ ଅଛନ୍ତି ସେମାନଙ୍କ ତରଫରୁ ବିପଦ ଥିବାରୁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ଆବେଦନ କରାଯାଇଥିଲା କି ତାକୁ ଫୁଲବାଣୀ ଜେଲକୁ ସିଫ୍ଟ କରାଯାଉ। ତାକୁ ବିରୋଧ କରିକି ତାଙ୍କ ପତ୍ନୀ ଅଦାଲତରେ ଗୋଟେ ପିଟିସନ ଦେଇଥିଲେ କି ତାଙ୍କୁ ଗଞ୍ଜାମ ଜିଲ୍ଲାର କୌଣସି ଏକ ଜେଲକୁ ସିଫ୍ଟ କରାଯାଉ କିମ୍ବା ଭଞ୍ଜନଗର ଜେଲକୁ ସିଫ୍ଟ କରାଯାଉ ଏବଂ ତା ଉପରେ ରିପୋର୍ଟ ମଗା ଯାଇଥିଲା। ଯେଉଁ ରିପୋର୍ଟରେ ତାଙ୍କର ବିଭିନ୍ନ ବିରୋଧୀ ଗୋଷ୍ଠୀ ସେ ଜେଲରେ ରହୁଛନ୍ତି ବୋଲି ରିପୋର୍ଟ ଆସିବା ପରେ ମାନ୍ୟବର ଅଦାଲତ ତାଙ୍କର ସେଫ୍ଟି ଆଉ ସିକ୍ୟୁରିଟିକୁ ବିଚାରକୁ ନେଇ ହୃଦୟଙ୍ଗମ କରିଥିଲେ କି ତାଙ୍କୁ ଫୁଲବାଣୀ ଜେଲକୁ ସିଫ୍ଟ କରିବା ଦରକାର ଅଛି ଏବଂ ଆଜି 29/10/2025 ତାଙ୍କୁ ଡାଇରେକ୍ସନ ଅଛି ତାଙ୍କୁ ଏସ୍କର୍ଟରେ ନେଇକି ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ସିଫ୍ଟ କରାଯିବ ବୋଲି ଏବଂ ବର୍ତ୍ତମାନ ଯେହେତୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ଅଛି ଟ୍ରାଏଲରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ତେଣୁ ତାଙ୍କୁ ଫୁଲବାଣୀ ଜେଲରେ ରଖିଲେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି ଦର୍ଶାଯାଇଥିଲା ସରକାରଙ୍କ ତରଫରୁ ତାଙ୍କୁ ଆଜି ସିଫ୍ଟ କରାଯିବ ଫୁଲବାଣୀ ଜେଲକୁ।